ଆଜିଠୁ ଆରମ୍ଭ ହେଲା ଘରକୁ ଆସିବେ ସରକାର। ସମସ୍ତଙ୍କୁ 34ଟି ପ୍ରଶ୍ନ ପଚାରିବେ। କ'ଣ ପାଇଁ ପ୍ରଶ୍ନ ପଚାରିବେ ତା ମଧ୍ୟରେ ଜାଣିବା। କ'ଣ ପାଇଁ ସରକାର ଆସିବେ ଆମ ଘରକୁ 34ଟି ପ୍ରଶ୍ନ ପଚାରିବେ। ତା ପୂର୍ବରୁ ଭିଡ଼ିଓ ଗୋଟେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅଲ୍କୁ କ୍ଲିକ୍ କରି ରଖିଥାନ୍ତୁ, ଯାହାକି ଫଳରେ ଏଇଭଳି ଇନଫର୍ମେସନ୍ ଭିଡ଼ିଓ ଆପଣମାନଙ୍କ ପାଖରେ ସହଜରେ ପହଞ୍ଚି ପାରିବ। ଚାଲନ୍ତୁ ଜାଣିବା 34ଟି ପ୍ରଶ୍ନ କ'ଣ। ମୋ ହାତରେ କିଛି ସମ୍ବାଦର ନ୍ୟୁଜ୍ ପେପର ହାତରେ ଲାଗିଛି। ଦେଖନ୍ତୁ, ଏଥିରେ ଅପଡ଼େଟ୍ ଅଛି। ଏଥର ଲୋକଙ୍କୁ 34ଟି ପ୍ରଶ୍ନ ପଚାରିବେ। ଆପଣ ସାମ୍ନାରେ ଦେଖନ୍ତୁ, ସତ ଦେଖନ୍ତୁ, ମୁଁ ଆପଣଙ୍କୁ ମିଛ କହୁନି। ଦେଖନ୍ତୁ ସମ୍ବାଦର କିଛି ନ୍ୟୁଜ୍ ପେପର। ତ ଭିଡ଼ିଓକୁ ଡିଟେଲ୍ସ ଉପରେ ଜାଣିବା କ'ଣ ରହିଛି 34ଟି ପ୍ରଶ୍ନ। ନମ୍ବର 1 ରହିଛି, ଭଡ଼ା ଘରେ ନା ନିଜ ଘରେ ଆପଣମାନେ ରହୁଛନ୍ତି। 2 ନମ୍ବରରେ, ନିଜ ଘର କରିଛନ୍ତି ନା କୌଣସି ସରକାରୀ ସହ ଆପଣ ରହୁଛନ୍ତି। କେତୋଟି ରୁମ୍ ଅଛି ଆପଣଙ୍କ ଘରେ। 4 ନମ୍ବରରେ, ପରିବାରରେ କେତେ ଜଣ ସଦସ୍ୟ ଅଛନ୍ତି। 5 ନମ୍ବର, 18 ବର୍ଷରୁ ଅଧିକ କେତେ ସଦସ୍ୟ ଅଛନ୍ତି। 6 ନମ୍ବର ପଏଣ୍ଟ, ପ୍ରତ୍ୟେକ ବ୍ୟକ୍ତିର ନାମ, ବୟସ, ଲିଙ୍ଗ, ଶିକ୍ଷା ଓ ରୋଜଗାର। 7ରେ, ବ୍ୟକ୍ତି ବିବାହିତ ନା ଅବିବାହିତ, ବିଧବା, ବିଚ୍ଛିନ୍ନ ଏସବୁ ମଧ୍ୟରେ। 8 ନମ୍ବର, ଘରର ମୁରବୀ ଆପଣମାନଙ୍କର କିଏ। 9 ନମ୍ବର, ରାସନ କାର୍ଡ଼ ଅଛି କି ନାହିଁ। 10 ନମ୍ବର, ପଶୁପାଳନ, ଗୋପାଳନ, ଛେଳି, କୁକୁଡ଼ା ଏବଂ ଅନ୍ୟ କିଛି। 11 ନମ୍ବର ପଏଣ୍ଟ, ପାନୀୟ ଜଳ କେଉଁଠାରୁ ଆସେ। ନଳ, ନଳକୂପ, ପାଇପ୍, ଜଳ ଟ୍ୟାଙ୍କର ଏସବୁ ମଧ୍ୟରେ। 12 ନମ୍ବର, ଘରରେ ଶୌଚାଳୟ ଅଛି କି ନାହିଁ। 13 ନମ୍ବର, ଘର ପାଇଁ ବିଜୁଳି ଉତ୍ସ କ'ଣ ରହିଛି। 14 ନମ୍ବର, ରାନ୍ଧଣା ପାଇଁ କ'ଣ ବ୍ୟବହାର ହୁଏ। LPG ଗ୍ୟାସ୍, କାଠ ନା ବାୟୋଗ୍ୟାସ। 15 ନମ୍ବର, ଘରର ଇଣ୍ଟରନେଟ୍ ସଂଯୋଗ ଅଛି କି ନାହିଁ। ଏସବୁ ମଧ୍ୟରେ ଆପଣମାନଙ୍କୁ ପଚରାଯିବ। 16 ନମ୍ବର ପଏଣ୍ଟ, ଘରରେ କୌଣସି ସମ୍ପତ୍ତି ଅଛି। ଟିଭି, ମୋବାଇଲ, ସ୍ମାର୍ଟଫୋନ୍, କମ୍ପ୍ୟୁଟର, ଫ୍ରିଜ୍, AC, ବାଇକ୍, କାର୍ ଏବଂ ଅନ୍ୟାନ୍ୟ କିଛି। 17 ନମ୍ବର, ଘର ପାଖରେ ପ୍ରଥମ ସ୍କୁଲ ଅଛି କି ନାହିଁ। 18 ନମ୍ବର, ଘର ପାଖରେ ହସ୍ପିଟାଲ, ହେଲ୍ଥ ସେଣ୍ଟର ଅଛି କି ନାହିଁ। 19 ନମ୍ବର, ଘରର ଅଳିଆ ଆବର୍ଜନା, ୱେଷ୍ଟ ଡିସ୍ପୋଜାଲ କୂଅ ଏବଂ ଅନ୍ୟ କିଛି। 20 ନମ୍ବର ପଏଣ୍ଟ, ଘରର ପ୍ରତ୍ୟେକ ଲୋକଙ୍କୁ ଆଧାର ଏବଂ ଭୋଟର କାର୍ଡ଼ ଅଛି କି ନାହିଁ। 21 ନମ୍ବର, ପରିବାରରେ 0ରୁ 6 ବର୍ଷର ଶିଶୁ କେତେ ଜଣ। 22 ଜଣ, ମହିଳାମାନଙ୍କ ବିବାହ ସମୟ ବୟସ କେତେ। 23 ନମ୍ବର, ମହିଳା କେତୋଟି ସନ୍ତାନକୁ ଜନ୍ମ ଦେଇଛନ୍ତି। 24 ନମ୍ବର, ବର୍ତ୍ତମାନ ଥିବା ସ୍ଥାନରେ କେତେ ବର୍ଷ ଆପଣମାନେ ରହୁଛନ୍ତି। ତେବେ ଦର୍ଶକ ବନ୍ଧୁ, ସରକାର ଆପଣଙ୍କ ଘରକୁ ଆସିପାରନ୍ତି ଏବଂ ଏମିତି 34ଟି ପ୍ରଶ୍ନ ଆପଣଙ୍କୁ ପଚାରି ପାରନ୍ତି। ଆପଣମାନେ ନ ଡରିକିରି ଏମିତି ସଠିକ୍ ଉତ୍ତର ଦେଲେ ଆପଣମାନେ ଉପକୃତ ହେବେ ସରକାର ଯୋଜନାରେ। ତ ଭିଡ଼ିଓ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ। ଆଉ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅଲ୍କୁ କ୍ଲିକ୍ କରି ଦିଅନ୍ତୁ, ଯାହାକି ଫଳରେ ଏଇଭଳିଆ ଇନଫର୍ମେସନ୍ ଭିଡ଼ିଓ ଆପଣମାନଙ୍କ ପାଖରେ ସହଜରେ ପହଞ୍ଚି ପାରିବ। ତ ଆପଣଙ୍କର ଫ୍ରେଣ୍ଡ ସର୍କଲ, ଫ୍ୟାମିଲି ମେମ୍ବର ସେମାନଙ୍କୁ ମଧ୍ୟ ସେୟାର କରିଦିଅନ୍ତୁ, ଯାହାକି ଫଳରେ ସେମାନେ ବୁଝିପାରିବେ ଏବଂ ଜାଣିପାରିବେ ନ ଡରିକିରି। ତ ରହୁଛି, ଦେଖା ହେବ ଆଉ ଗୋଟେ ଏମିତିକା ନୂଆ ଭିଡ଼ିଓରେ। ଜୟ ଜଗନ୍ନାଥ।